ଗୋଟିଏ ଗାଁରେ ଜଣେ ଅଳସୁଆ ଲୋକ ରହୁଥିଲା। ସେ କେବେ କାମ କରୁନଥିଲା, ନାହିଁ କୃଷି ନାହିଁ କୌଣସି ଉପାର୍ଜନ। ଦିନେ ସାରା ଶୁଇଁ ଶୁଇଁ ଖାଇବାକୁ, ଘୁମାଇବା ଆଉ ଅଳସୁଆରେ ସମୟ କଟାଇବା ଏହାର ସେରା। ଦିନେ ସେ ବସିଥିବା ବେଳେ ଗାଁ ପାଖରେ ଜଙ୍ଗଲରୁ ଗୋଟିଏ ଭୟଙ୍କର ଅସୁର ଆସିଲା। ଅସୁର ଗାଁରେ ଲୋକମାନଙ୍କୁ ଭୟ ଦେଖାଇବାକୁ ଆସିଲା। ସବୁ ଲୋକ ଡରିଗଲେ, କିନ୍ତୁ ଏହି ଅଳସୁଆ ଘୁମାଇବା ଭାବରେ ଅସୁରଙ୍କୁ ଦେଖି କହିଲା, ଆ ବଡ଼ ଅସୁର, ମୋ ପାଖରେ ଯାଇବାକୁ କ'ଣ ଲାଭ? ମୁଁ ଅଳସୁଆ, କାମ କରେନି, ଧନ ଶାନ୍ତି ଶକ୍ତି ନାହିଁ। ତୁମେ ଯାଇ ଅନ୍ୟମାନଙ୍କୁ ଧର, ସେମାନଙ୍କୁ ଭୟ ଦେଖ। ଅସୁର ଚକିତ ହେଲା। ସାଧାରଣ ସମସ୍ତେ ଡରିଥାନ୍ତି, କିନ୍ତୁ ଏହି ଅଳସୁଆ କୌଣସି ଭୟ ନାହିଁ। ସେ ପଚାରିଲା, ତୁମେ ଡରୁନଥିଲ? ଅଳସୁଆ କହିଲା, ଡରିବାକୁ କ'ଣ ରହିଗଲା? ଡରିଲେ କାମ କି? ମୋ ପାଇଁ ଜୀବନ ମୃତ୍ୟୁ ସବୁ ସମାନ। କାରଣ ମୁଁ କେବେ ପ୍ରୟାସ କରିନି, ସ୍ୱପ୍ନ ଦେଖିନି, କାର୍ଯ୍ୟ କରିନି। ଏହା ଶୁଣି ଅସୁର ବହୁତ ଚିନ୍ତା କଲା। ଯେମିତି ଲୋକ କାମ କରନ୍ତି ନାହିଁ, ପ୍ରୟାସ କରନ୍ତି ନାହିଁ, ସେମାନେ ତ ଆମ ଅସୁରମାନଙ୍କୁ ମଧ୍ୟ ଅପମାନ କରନ୍ତି। ସତ୍ୟରେ ଅଳସ୍ୟ ବଡ଼ ଶତ୍ରୁ। ତାପରେ ଅସୁର ସେଠାରୁ ପଳାଇଗଲା ଏବଂ ଗାଁରେ ଆସିଲା ନାହିଁ। ଏହି ଗପଠୁ କ'ଣ ଶିଖିବାକୁ ପାଇଲା ପିଲାମାନେ? ଅଳସ୍ୟ ହେଉଛି ମନୁଷ୍ୟର ସବୁଠୁ ବଡ଼ ଶତ୍ରୁ। ଯେଉଁମାନେ ପ୍ରୟାସ କରନ୍ତି ସେମାନେ ସତ୍ୟ ସାହସୀ ହୋଇଥାନ୍ତି।